ଢେଙ୍କାନାଳ ଆସୁଛନ୍ତି ଖୋଜୁଛନ୍ତି ଖାଣ୍ଟି ଓଡ଼ିଆ ଖାଇବା ତାହେଲେ ଦେଖନ୍ତୁ ଯେ ନର୍ସିଂ କଲେଜ ସାମ୍ନାରେ ଓଡ଼ିଶା ଥାଳି ଆମେ ଖୋଜି ଖୋଜି ବୁଲିଥିଲୁ ବହୁତ ଦୋକାନ ବୁଲିବା ପରେ ଗୋଟେ ଖାଣ୍ଟି ଓଡ଼ିଆ ହୋଟେଲ ପାଇଲୁ ଓଡ଼ିଶା ଥାଳି ନାମରେ ଆମେ ଭିତରକୁ ଏଣ୍ଟ୍ରି କରିବା ପରେ ଇଏ ହେଉଛି ତା ସାମ୍ନା ନର୍ସିଂ କଲେଜର ଭିତରକୁ ଏଣ୍ଟ୍ରି କରିବା ପରେ ଆମକୁ ମିଳିଲା କିଛି ୱେଲକମ୍ କରିବା ପରେ ଆମେ ଭିତରକୁ ଏଣ୍ଟ୍ରି କରିସାରିଲୁ ଆଉ ସେଇଠି ହାତ ଫାତ ମୁହଁ ଫୁହ ଧୋଇ ସାରିବା ପରେ ବସିଗଲୁ ଏବଂ ୱେଟର ଆମକୁ ପଚାରିଲେ କ'ଣ ଖାଇବୁ କ'ଣ ନାହିଁ ସବୁ ପ୍ରକାର ତାଙ୍କୁ ଟିପ୍ସ ଦେଲା ପରେ ଆମେ ତାଙ୍କୁ ପଚାରିଲୁ କ'ଣ କ'ଣ ଖାଇବା ସେ ଖାଇବା ଆମକୁ ଥୋଇଦେଲେ ଏଇଠି ପୁରା ଭାତ ଡାଲି ଖଟା ତାପରେ ରହିଛି ପୁରା ଦହିବରା ସାଙ୍ଗରେ ରହିଛି ପାମ୍ପଡ଼ ସାଲାଡ ଭର୍ତ୍ତା ଶାଗ ଏମିତି ପୁରା ଭରପୁର ହେଇକି ରହିଛି ପୋଟଳ କଷା ମଧ୍ୟ ରହିଛି ସେଇଥିରେ ଆଉ ସବୁ ପ୍ରକାର ଖାଇବା ଖାଇଚାଲିଲୁ ଗୋଟାଏ ପରେ ଗୋଟେ ପୁରା ସମସ୍ତେ ଆମର ମୁନ୍ନା ଭାଇ ପିଙ୍କୁ ଭାଇ ଆଦି ଏବଂ ମାନସ ଭାଇ ଏସବୁ ଜିନିଷ ଖାଇବା ପରେ ପୁରା ୱା କହିଥିଲେ ଆଉ ମୁଁ ଶେଷରେ ଟେଷ୍ଟ କରିଦେଇଥିଲି ଖାଇବା କେମିତି ଅଛି ତା ସାଙ୍ଗରେ ଦେଖନ୍ତୁ ମୁଁ ମଧ୍ୟ ଖାଇବା ଷ୍ଟାର୍ଟ କରିଦେଇଥିଲି ଏଇ ଖାଇବା ଆମକୁ ଗୋଟେ ସ୍ପେଶାଲ ଜିନିଷ ଦେଇଥିଲେ ସେ କି ପିତ୍ତଳ ଥାଳିରେ ଖାଇବାକୁ ଦେଇଥିଲେ ନର୍ମାଲ ଥାଳି କି କୌଣସି ପ୍ରକାର ଅଲଗା ନାହିଁ ପିତ୍ତଳ ଥାଳିରେ ଖାଇବାକୁ ଦିଅନ୍ତି ଯୋଉଠିକି ଦହି ବାଇଗଣ ମଧ୍ୟ ଖାଇସାରିବା ପରେ ଆମେ ସ୍ପେଶାଲ ଗଲୁ ଅନେଷ୍ଟଲି କହିବାକୁ ଗଲେ ଖାଇବା ସେତେ ଖାସ୍ ଲାଗିଲାନି ଆମେ ଯୋଉ ଖାଇବା ଖାଇଲୁ